ଏବଂ ପ୍ରକୃତିକୁ ସ୍ୱୀକାର କରେ ସେ ଜ୍ଞାନୀ ଅଟେ। ଯେ କୋମଳ ସେ ଶକ୍ତିଶାଳୀ ଅଟେ। ପାଣିକୁ ଦେଖ, ତାକୁ କ'ଣ ହତିଆରେ ତୁମେ କାଟିପାରିବ? ନଦୀ କୋମଳ ଅଟେ, ଧୀରେ ଧୀରେ ପଥରକୁ ବି ଚିରି ପକାଏ। ଯଦି ଜୀବନକୁ ଜିତିବା ପାଇଁ ଚାହଁ ତେବେ କଠୋର ହୁଅ ନାହିଁ। ଆଜିର ମଣିଷ ତାକତ ବଳିୟାନ ହେବାର ଚେଷ୍ଟା ଜାରି ରଖିଛି। ଲାଓସେ ଶିଖାଇଛନ୍ତି କୋମଳତା ପ୍ରକୃତ ବଳ ଅଟେ। ଚୁପଚାପ ଆକାଶରେ ତାରା ଦେଖିବା, ଛୁଇଁପାରିବା ନା ଶବ୍ଦରେ କହିପାରିବା? ନଦୀ ତଟରେ ବସି ପାଣିର ଧ୍ୱନି ଶୁଣି ତାର ଅନୁବାଦ ଭାଷାରେ କ'ଣ କହିହେବ? ଜୀବନର ସବୁଠାରୁ ବଡ଼ ସତ୍ୟ ଭାଷାର ଊର୍ଦ୍ଧ୍ୱରେ। ଯେ ଜାଣେ ସେ କହେ ନାହିଁ, ଯେ କହେ ସେ ଜାଣିପାରେ ନାହିଁ।